ଅଥ ଚତୁଃଷଷ୍ଠୀତ ମଧ୍ୟ ନୃଗରାଜଙ୍କ କଥା। ସୁଖଦେବ କହିଲେ, ହେ ପରୀକ୍ଷିତ, ଦିନେ ଶାମ୍ବ, ପ୍ରଦ୍ୟୁମ୍ନ, ଚାରୁଭାନୁ ଓ ଗଦ ଆଦି ଯଦୁବଂଶୀ ରାଜକୁମାରମାନେ ଖେଳିବା ପାଇଁ ଉପବନକୁ ଯାଇଥିଲେ। ସେଠାରେ ବହୁ ସମୟ ଧରି ଖେଳୁ ଖେଳୁ ସେମାନଙ୍କୁ ଶୋଷ ଲାଗିଲା। ତେଣୁ ସେମାନେ ପାଣି କେଉଁଠି ମିଳିବ ବୋଲି ଏଣେତେଣେ ଖୋଜି ବୁଲିଲେ। ଖୋଜୁ ଖୋଜୁ ସେମାନେ ଯାଇ ଗୋଟିଏ କୂଅ ପାଖରେ ପହଞ୍ଚିଗଲେ। କୂଅରେ ପାଣି ତ ନଥିଲା, କିନ୍ତୁ ତା ଭିତରେ ଗୋଟିଏ ବିଚିତ୍ର ଜୀବ ଦେଖିବାକୁ ମିଳିଲା। ସେ ଜୀବଟା ଥିଲା ପର୍ବତ ସମାନ ଏକ ବିରାଟ ଏଣ୍ଡୁଅ। ତାକୁ ଦେଖି ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ସେମାନଙ୍କର ହୃଦୟ କରୁଣାର୍ଦ୍ର ହୋଇଗଲା। ସେମାନେ ତାକୁ କୂଅରୁ ବାହାର କରିବାକୁ ଯତ୍ନ କଲେ। ସେମାନେ ଚମଡ଼ା, ଦଉଡ଼ି ଓ ସାଧାରଣ ରଶି ଇତ୍ୟାଦିରେ ବାନ୍ଧି ତାକୁ ଉପରକୁ ଟେକି ଆଣିବାକୁ ଚେଷ୍ଟା କଲେ, କିନ୍ତୁ ନାନା ଯତ୍ନ କରି ମଧ୍ୟ ବିଫଳ ହେବାରୁ ଘରକୁ ଯାଇ ସେ ଆଶ୍ଚର୍ଯ୍ୟମୟ ବୃତ୍ତାନ୍ତ ଭଗବାନ ଶ୍ରୀକୃଷ୍ଣଙ୍କୁ ଜଣାଇଦେଲେ। ଜଗଜ୍ଜୀବନ କମଳ ନୟନ ଭଗବାନ ସେ କୂଅ ପାଖକୁ ଆସି ଏଣ୍ଡୁଅଟାକୁ ଦେଖିଲେ ଏବଂ ବାଁ ହାତ ବଢ଼ାଇ ତାକୁ ଅନାୟାସରେ ବାହାର କରି ଆଣିଲେ। ଭଗବାନଙ୍କର କରସ୍ପର୍ଶରେ ତାର ଏଣ୍ଡୁଅ ରୂପ କେଉଁଆଡ଼େ ଉଭେଇଗଲା ଏବଂ ସେ ଏକ ସ୍ୱର୍ଗବାସୀ ଦେବତାରେ ପରିଣତ ହୋଇଗଲା। ସେ ଦେବତାଙ୍କ ଦେହର ରଙ୍ଗ ସୁନା ପରି ଉଜ୍ଜ୍ୱଳ ଦିଶୁଥିଲା। ତାଙ୍କ ଶରୀରର ଅଦ୍ଭୁତ ବସ୍ତ୍ର, ଆଭୂଷଣ ଓ ପୁଷ୍ପହାର ଶୋଭା ପାଉଥିଲା। ଏପରି ଜଣେ ଦିବ୍ୟ ପୁରୁଷଙ୍କୁ ଏଣ୍ଡୁଅ ଯୋନି ଯେ କାହିଁକି ମିଳିଥିଲା, ଭଗବାନ ସେ ଜାଣିଥିଲେ। ତଥାପି ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସେ ତାଙ୍କୁ ପଚାରିଲେ, ହେ ମହାଭାଗ, ଆପଣଙ୍କ ରୂପ ତ ଅତ୍ୟନ୍ତ ସୁନ୍ଦର। ଆପଣ କିଏ? ମୋତେ ଲାଗୁଛି ଆପଣ ନିଶ୍ଚୟ କୌଣସି ଶ୍ରେଷ୍ଠ ଦେବତା ହୋଇଥିବେ। ହେ ମଙ୍ଗଳମୂର୍ତ୍ତି, ଆପଣଙ୍କୁ ଏପରି ଏଣ୍ଡୁଅ ଯୋନିରେ କାହିଁକି ପଡ଼ିବାକୁ ହେଲା? ବାସ୍ତବରେ ଏ ଯୋନି ତ ଆପଣଙ୍କ ପାଇଁ ଯୋଗ୍ୟ ନୁହେଁ। ଆମେମାନେ ଆପଣଙ୍କ ବୃତ୍ତାନ୍ତ ଜାଣିବାକୁ ଚାହୁଁଛୁ। ଯଦି ଆମକୁ ସେ କଥା ଶୁଣିବାର ଯୋଗ୍ୟ ମନେ କରୁଥାନ୍ତି, ତେବେ ଆମ ଆଗରେ ତାହା ପ୍ରକାଶ କରନ୍ତୁ। ଶ୍ରୀ ସୁଖଦେବ କହିଲେ, ପରୀକ୍ଷିତ, ଅନନ୍ତମୂର୍ତ୍ତି ଭଗବାନ ଶ୍ରୀକୃଷ୍ଣ ରାଜା ନୃଗ ହିଁ ସେହି ରୂପରେ ପ୍ରକଟ ହୋଇଥିଲେ। ଏପରି ପଚାରିବାରୁ ସେ ନିଜର ସୂର୍ଯ୍ୟ ସମାନ ଉଜ୍ଜ୍ୱଳ ମୁକୁଟ ନୁଆଁଇ ଭଗବାନଙ୍କୁ ପ୍ରଣାମ କରିବା ପରେ କହିଲେ, ରାଜା ନୃଗ କହିଲେ, ହେ ପ୍ରଭୁ, ମୁଁ ହେଉଛି ମହାରାଜ ଇକ୍ଷ୍ୱାକୁଙ୍କ ପୁତ୍ର ରାଜା ନୃଗ। ଯଦି କେହି କେବେ ଆପଣଙ୍କ ଆଗରେ ଦାନୀମାନଙ୍କ ନାମ କହିଥିବେ, ତେବେ ମୋ ନାମ ମଧ୍ୟ ନିଶ୍ଚୟ ଆପଣ ଶୁଣିଥିବେ। ହେ ପ୍ରଭୁ, ଆପଣ ତ ହେଉଛନ୍ତି ସକଳ ପ୍ରାଣୀଙ୍କର ସବୁ ବୃତ୍ତିର ସାକ୍ଷୀ। ଭୂତ ଭବିଷ୍ୟତରେ କାଳଗତ ବ୍ୟବଧାନ ମଧ୍ୟ ଆପଣଙ୍କର ଅଖଣ୍ଡ ଜ୍ଞାନକୁ କୌଣସି ବାଧା ଦେଇପାରେ ନାହିଁ। ତେଣୁ ଆପଣଙ୍କୁ କ'ଣ ବା ଜଣା ନାହିଁ? ତଥାପି ଆପଣଙ୍କ ଆଜ୍ଞା ପାଳନ କରି ମୁଁ ମୋ କଥା କହୁଛି। ହେ ସ୍ୱାମୀ, ପୃଥିବୀରେ ଯେତେ ଧୂଳିକଣ ଅଛି, ଆକାଶରେ ଯେତେ ତାରା ଅଛନ୍ତି ଓ ବର୍ଷାରେ ଯେତେ ଜଳଧାର ପଡ଼େ, ମୁଁ ସେତିକି ଗାଈ ଦାନ କରିଥିଲି। ସେସବୁ ଗାଈ ଥିଲେ ଦୁଧିଆଳି, କମ୍ ବୟସରୁ ସୁସ୍ଥ, ସୁନ୍ଦର, ସୁଲକ୍ଷଣା ଓ କପିଳା। ମୁଁ ସେମାନଙ୍କୁ ନ୍ୟାୟ ମାର୍ଗରେ ଉପାର୍ଜିତ ଧନ ଦେଇ ପାଳିଥିଲି। ସେମାନଙ୍କ ଶିଙ୍ଗରେ ସୁନା ଖୋଳ ଓ ଖୁରାରୁ ରୂପା ଖୋଳ ପିନ୍ଧାଇ, ସେମାନଙ୍କୁ ବସ୍ତ୍ର, ହାର ଓ ଗହଣାରେ ସଜାଇ ମୁଁ ବାଛୁରୀ ସହିତ ଦାନ କରିଥିଲି। ଭଗବାନ, ମୁଁ ଯୁବାବସ୍ଥା ସମ୍ପନ୍ନ, ସଦ୍ଗୁଣୀ, ସୁଶୀଳ, କଷ୍ଟରେ କୁଟୁମ୍ବ ପୋଷଣ କରୁଥିବା, ଦମ୍ଭରହିତ ତପସ୍ୱୀ, ବେଦପାଠୀ ଶିଷ୍ୟମାନଙ୍କୁ ବିଦ୍ୟାଦାନରେ ଆଗ୍ରହୀ ତଥା ସଚ୍ଚରିତ୍ର ବ୍ରାହ୍ମଣମାନଙ୍କୁ ବସ୍ତ୍ରାଭୂଷଣରେ ଅଳଙ୍କୃତ କରି ସେହିସବୁ ଗାଈଙ୍କୁ ଦାନ କରିଥିଲି। ଏପରି ଭାବରେ ମୁଁ ବହୁ ଗାଈ, ଭୂମି, ସୁବର୍ଣ୍ଣ, ଗୃହ, ଅଶ୍ୱ ଓ ହସ୍ତୀ ଦାସୀମାନଙ୍କ ସହିତ କନ୍ୟା, ତିଳ ପର୍ବତ, ରୌପ୍ୟ ସଜ୍ଜା, ବସ୍ତ୍ର, ରତ୍ନ, ଗୃହ ସାମଗ୍ରୀ ଓ ରଥ ଆଦି ଦାନ କରିଥିଲି। ମୁଁ ଅନେକ ଯଜ୍ଞ କରିଥିଲି ଏବଂ ବହୁ କୂଅ ପୋଖରୀ ଖୋଳାଇଥିଲି। ଦିନକର କଥା, ଜଣେ ଅପ୍ରତିଗ୍ରହୀ, ଯେ ଦାନ ଗ୍ରହଣ କରନ୍ତି ନାହିଁ, ତପସ୍ୱୀ ବ୍ରାହ୍ମଣମାନଙ୍କର ଗାଈଟିଏ ଗୋଠରୁ ଫେରିଆସି ମୋ ଗାଈଙ୍କ ସହିତ ମିଶିଗଲା। ମୁଁ ସେ ବିଷୟରେ ଅଧିକ କିଛି ଜାଣିନଥିଲି। ତେଣୁ ମୁଁ ଅଜାଣତରେ ସେ ଗାଈଟିକୁ ଅନ୍ୟ ଜଣେ ବ୍ରାହ୍ମଣଙ୍କୁ ଦାନ କରିଦେଲି। ବ୍ରାହ୍ମଣ ଗାଈଟିକୁ ନେଇ ଘରକୁ ଯାଉଛନ୍ତି। ଠିକ୍ ଏତିକିବେଳେ ଗାଈର ପ୍ରକୃତ ମାଲିକ ଆସି ତାଙ୍କୁ କହିଲେ, ଏ ଗାଈଟା ତ ମୋର, ତୁମେ କୁଆଡ଼େ ନେଇଯାଉଛ? ଦାନ ନେଇଥିବା ବ୍ରାହ୍ମଣ କହିଲେ, ଏଇଟା ମୋ ଗାଈ। ରାଜା ନୃଗ ମୋତେ ଏହି ଗାଈଟି ଦାନ କରିଛନ୍ତି। ସେ ଦୁଇ ବ୍ରାହ୍ମଣ ପରସ୍ପର ମଧ୍ୟରେ ଏପରି ଝଗଡ଼ା କରି ନିଜର ଦାବି ଜଣାଇବା ନିମନ୍ତେ ମୋ ପାଖକୁ ଆସିଲେ। ଜଣେ ବ୍ରାହ୍ମଣ କହିଲେ, ଏ ଅଳ୍ପ କିଛି ସମୟ ତଳେ ଆପଣ ମୋତେ ଏହି ଗାଈଟି ଦାନ କରିଛନ୍ତି। ଆଉ ଜଣକ କହିଲେ, ଯଦି ଆପଣ ଦାନ କରିଛନ୍ତି, ତେବେ ଆପଣ ମୋ ଗାଈଟି ଚୋରାଇ ଆଣି ଦାନ କରିଛନ୍ତି। ହେ ପ୍ରଭୁ, ସେମାନଙ୍କ କଥା ଶୁଣି ମୁଁ କିଛି ବୁଝିପାରିଲି ନାହିଁ। ମୁଁ ଧର୍ମ ସଙ୍କଟରେ ପଡ଼ି ଉଭୟଙ୍କୁ ଅନୁନୟ ବିନୟ କରି କହିଲି, ଏଇ ଗୋଟିକ ଗାଈ ବଦଳରେ ମୁଁ ଆପଣଙ୍କୁ ଲକ୍ଷେ ଶ୍ରେଷ୍ଠ ଗାଈ ଦେବି। ଆପଣ ମୋତେ ଏହି ଗାଈଟି ଦେଇଦିଅନ୍ତୁ। ମୁଁ ହେଉଛି ଆପଣଙ୍କର ସେବକ। ମୋର ଅଜ୍ଞାତ ଶରୀରରେ ଏପରି ଅପରାଧ ହୋଇଗଲା। ଆପଣମାନେ ମୋତେ କୃପା କରନ୍ତୁ ଓ ମୋତେ ଏହି କଷ୍ଟରୁ ତଥା ଘୋର ନରକରେ ପଡ଼ିବାରୁ ରକ୍ଷା କରନ୍ତୁ। ହେ ରାଜନ, ମୁଁ ଏହି ଗାଈ ବଦଳରେ ଅନ୍ୟ କିଛି ବି ନେବି ନାହିଁ କହି ଗାଈର ପ୍ରକୃତ ମାଲିକ ବ୍ରାହ୍ମଣ ଚାଲିଗଲେ ଏବଂ ଏହି ଗାଈ ବଦଳରେ ଆପଣ ମୋତେ ଲକ୍ଷେ କ'ଣ ଆହୁରି ଅଧିକ 10,000 ଗାଈ ଦେଲେ ମଧ୍ୟ ମୁଁ ନେବି ନାହିଁ କହି ଦାନ ନେଇଥିବା ଦ୍ୱିତୀୟ ବ୍ରାହ୍ମଣ ମଧ୍ୟ ଚାଲିଗଲେ। ହେ ଦେବାଦେବ ଜଗଦୀଶ୍ୱର, ଏହି ଘଟଣାର କିଛି ଦିନ ପରେ ମୋର ଆୟୁ ସମାପ୍ତ ହୋଇଯିବାରୁ ଯମରାଜଙ୍କ ଦୂତ ଆସି ମୋତେ ଯମପୁର ନେଇଗଲେ। ସେଠାରେ ଯମରାଜ ମୋତେ ପଚାରିଲେ, ହେ ରାଜନ,
ତୁମେ ପ୍ରଥମେ ତୁମ ପାପର ଫଳ ଭୋଗିବାକୁ ଚାହୁଁଛ ନା ପୁଣ୍ୟର ଫଳ ଭୋଗିବାକୁ ଚାହୁଁଛ? ତୁମ ଦାନ ଓ ଧର୍ମର ପୁଣ୍ୟ ଫଳ ସ୍ୱରୂପ ତୁମକୁ ଅସୀମ ତେଜସ୍ୱୀ ଲୋକ ପ୍ରାପ୍ତ ହେବ। ଭଗବାନ, ମୁଁ ଯମରାଜଙ୍କୁ କହିଲି, ହେ ଦେବ, ପ୍ରଥମେ ମୁଁ ମୋର ପାପର ଫଳ ଭୋଗିବାକୁ ଚାହେଁ। ମୋ କଥା ଶୁଣି ଯମରାଜ କହିଲେ, ତୁମେ ତଳକୁ ଯାଅ। ତକ୍ଷଣ ମୁଁ ସେଠାରେ ତଳକୁ ଖସି ପଡ଼ିଲି ଓ ପଡ଼ୁ ପଡ଼ୁ ଦେଖିଲି ଯେ ମୁଁ ଏଣ୍ଡୁଅ ହୋଇଯାଇଛି। ପ୍ରଭୁ, ମୁଁ ଥିଲି ବ୍ରାହ୍ମଣମାନଙ୍କର ସେବକ, ଉଦାର ଦାନୀ ଓ ଆପଣଙ୍କର ଭକ୍ତ। କୌଣସି ପ୍ରକାର ପ୍ରଭୁଙ୍କର ଦର୍ଶନ ଟିକିଏ ପାଆନ୍ତି କି ବୋଲି ମୋର ଗଭୀର ଅଭିଳାଷ ହୋଇଥିଲା। ଆପଣଙ୍କ କୃପାରୁ ମୋର ପୂର୍ବଜନ୍ମର ସ୍ମୃତି ନଷ୍ଟ ହୋଇନାହିଁ। ହେ ପ୍ରଭୁ, ଆପଣ ହେଉଛନ୍ତି ପରମାତ୍ମା, ମହାମା ଶୁଦ୍ଧ ଯୋଗେଶ୍ୱର ଉପନିଷଦୀୟ ଦୃଷ୍ଟିରେ ନିଜ ନିଜ ହୃଦୟରେ ଆପଣଙ୍କୁ ଧ୍ୟାନ କରନ୍ତି। ହେ ଇନ୍ଦ୍ରିୟାତୀତ ପରମାତ୍ମା, ସାକ୍ଷାତ ଆପଣ ଆଜି କିପରି ମୋର ନେତ୍ର ସମ୍ମୁଖକୁ ଆସିଲେ? କାରଣ ମୁଁ ତ ନାନା ପ୍ରକାର ବ୍ୟସନ ଓ ଦୁଃଖଦ କର୍ମରେ ପଶି ଅନ୍ଧ ହୋଇ ରହିଥିଲି। ଆପଣଙ୍କ ଦର୍ଶନ ତ ଯାଇ ସେତେବେଳେ ମିଳେ ଯେତେବେଳେ କି ସଂସାର ଚକ୍ରରୁ ଉଦ୍ଧାର ପାଇଯିବାର ସମୟ ଆସିଯାଏ। ହେ ଦେବାଦେବ ପୁରୁଷୋତ୍ତମ ଗୋବିନ୍ଦ, ଆପଣ ହିଁ ହେଉଛନ୍ତି ବ୍ୟକ୍ତ ଓ ଅବ୍ୟକ୍ତ ଜଗତର ତଥା ଜୀବମାନଙ୍କର ସ୍ୱାମୀ। ହେ ଅବିନାଶୀ ଅଚ୍ୟୁତ, ଆପଣଙ୍କର କୀର୍ତ୍ତି ପବିତ୍ର। ହେ ଅନ୍ତର୍ଯ୍ୟାମୀ ନାରାୟଣ, ଆପଣ ସମସ୍ତ ବୃତ୍ତି ଓ ଇନ୍ଦ୍ରିୟମାନଙ୍କର ସ୍ୱାମୀ। ହେ ପ୍ରଭୁ, ହେ ଶ୍ରୀକୃଷ୍ଣ, ମୁଁ ବର୍ତ୍ତମାନ ଦେବଲୋକକୁ ଯାଉଛି। ମୋତେ ଆଜ୍ଞା ଦିଅନ୍ତୁ। ଆପଣ ମୋତେ ଏପରି କୃପା କରନ୍ତୁ ଯେ ମୁଁ ଯେଉଁଠି ବି ରହିନା କାହିଁକି ମୋର ଚିତ୍ତ ଯେପରି ସଦାସର୍ବଦା ଆପଣଙ୍କ ଚରଣ କମଳରେ ହିଁ ଲାଗି ରହିବ। ଆପଣ ସମସ୍ତ କାର୍ଯ୍ୟ ଓ କାରଣ ରୂପରେ ବିଦ୍ୟମାନ। ଆପଣଙ୍କ ଶକ୍ତି ଅନନ୍ତ ଓ ଆପଣ ହେଉଛନ୍ତି ସ୍ୱୟଂ ବ୍ରହ୍ମ। ଆପଣଙ୍କୁ ମୁଁ ନମସ୍କାର କରୁଛି। ହେ ସଚ୍ଚିଦାନନ୍ଦ ସ୍ୱରୂପ ସର୍ବାତ୍ମା ବାସୁଦେବ ଶ୍ରୀକୃଷ୍ଣ, ଆପଣ ହେଉଛନ୍ତି ସମସ୍ତ ଯୋଗର ସ୍ୱାମୀ ଯୋଗେଶ୍ୱର। ମୁଁ ଆପଣଙ୍କୁ ବାରମ୍ବାର ନମସ୍କାର କରୁଛି। ଏପରି କହି ରାଜା ନୃଗ ଭଗବାନଙ୍କୁ ପରିକ୍ରମା କଲେ ଓ ନିଜ ମୁକୁଟରେ ପ୍ରଭୁଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ପ୍ରଣାମ କଲେ। ଶେଷରେ ପ୍ରଭୁଙ୍କ ଆଜ୍ଞା ନେଇ ସମସ୍ତେ ଚାହିଁଛନ୍ତି ସେ ଶ୍ରେଷ୍ଠ ବିମାନରେ ବସିଲେ। ରାଜା ନୃଗ ଚାଲିଯିବା ପରେ ବ୍ରାହ୍ମଣମାନଙ୍କ ପରମ ପ୍ରେମୀ ଧର୍ମର ଆଧାର ଦେବକୀନନ୍ଦନ ଭଗବାନ ଶ୍ରୀକୃଷ୍ଣ କ୍ଷତ୍ରିୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସେଠାରେ ଉପସ୍ଥିତ ଥିବା ନିଜର କୁଟୁମ୍ବ ଲୋକଙ୍କୁ କହିଲେ, ଯେଉଁ ଲୋକ ଅଗ୍ନିଙ୍କ ସମାନ ତେଜସ୍ୱୀ, ସେ ମଧ୍ୟ ବ୍ରାହ୍ମଣମାନଙ୍କର ସାମାନ୍ୟ ମାତ୍ର ଧନ ଅପହରଣ କରି ନେଇ ଜୀର୍ଣ୍ଣ କରିପାରିବ ନାହିଁ। ଏପରି ଅବସ୍ଥାରେ ଯେଉଁ ରାଜାମାନେ ଅଭିମାନବଶତଃ ବୃଥାରେ ନିଜକୁ ଲୋକମାନଙ୍କର ସ୍ୱାମୀ ବୋଲି ଭାବନ୍ତି, ସେମାନେ ବା କିପରି ସେପରି ଧନ ଜୀର୍ଣ୍ଣ କରିପାରିବେ? ମୁଁ ତ ହଳାହଳ ବିଷକୁ ବି ବିଷ ବୋଲି ମାନେ ନାହିଁ, କାରଣ ସେପରି ବିଷର ଚିକିତ୍ସା କରାଯାଇପାରେ। କିନ୍ତୁ ବ୍ରାହ୍ମଣମାନଙ୍କର ଧନ ହେଉଛି ପରମ ବିଷ। ତାକୁ ଜୀର୍ଣ୍ଣ କରିଦେବାକୁ ବା ହଜମ କରିଦେବାକୁ ପୃଥିବୀର କୌଣସି ଔଷଧ କି କୌଣସି ଉପାୟ ନାହିଁ। ଯଦି ବଳପୂର୍ବକ ଜିଦ୍ଦି କରି ନିଆଁକୁ ମଧ୍ୟ ପାଣି ଦ୍ୱାରା ଲିଭାଇ ଦେଇଯାଇପାରେ, କିନ୍ତୁ ବ୍ରାହ୍ମଣମାନଙ୍କ ଧନରୂପ ଅରଣ୍ୟରୁ ଯେଉଁ ଅଗ୍ନି ଜାତ ହୋଇଥାଏ ତାହା ସମସ୍ତ କୂଳକୁ ଜାଳିଦିଏ। କେହି ଯଦି ବ୍ରାହ୍ମଣମାନଙ୍କ ଧନ ତାଙ୍କ ପୂର୍ଣ୍ଣ ସମ୍ମତି ବିନା ଭୋଗ କରେ, ତେବେ ଭୋଗ କରୁଥିବା ବ୍ୟକ୍ତି, ତା'ର ପୁତ୍ର ଓ ନାତି ଏପରି 3 ପିଢ଼ିକୁ ସେହି ଧନ ନଷ୍ଟ କରିଦିଏ। ଯଦି ବଳପୂର୍ବକ ଜିଦ୍ଦି କରି ବ୍ରାହ୍ମଣମାନଙ୍କ ଧନ ଉପଭୋଗ କରାଯାଏ, ତେବେ ପୂର୍ବ 10 ପିଢ଼ି ଓ ପର 10 ପିଢ଼ି ନଷ୍ଟ ହୋଇଯାଏ। ଯେଉଁ ମୂର୍ଖ ରାଜାମାନେ ରାଜଲକ୍ଷ୍ମୀ ଗର୍ଭରେ ଅନ୍ଧ ହୋଇ ବ୍ରାହ୍ମଣମାନଙ୍କର ଧନ ଅପହରଣ କରିବାକୁ ଚାହାନ୍ତି, ଜାଣନ୍ତୁ ସେମାନେ ଜାଣିଶୁଣି ନିଜର ନରକକୁ ଯିବାର ରାସ୍ତା ପରିଷ୍କାର କରନ୍ତି। ସେମାନେ ଅଧପତନର କେତେ ବଡ଼ ଗର୍ତ୍ତରେ ପଡ଼ିବାକୁ ଯାଉଛନ୍ତି ତାହା ଦେଖିପାରନ୍ତି ନାହିଁ। ଯେଉଁ ଉଦାର ହୃଦୟ ଓ ବହୁକୁଟୁମ୍ବୀ ବ୍ରାହ୍ମଣମାନଙ୍କର ବୃତ୍ତି ଛଡ଼ାଇ ନିଆଯାଏ, ସେମାନେ କାନ୍ଦିଲେ ସେମାନଙ୍କର ଆଖି ଲୁହ ବିନ୍ଦୁ ବିନ୍ଦୁ ହୋଇ ତଳେ ପଡ଼ି ଯେତିକି ଧୂଳିକଣାକୁ ଭିଜାଇ ଦିଏ, ବ୍ରାହ୍ମଣମାନଙ୍କର ସତ୍ତ୍ୱ ଛଡ଼ାଇ ନେଇଥିବା ସେ ଉଶୃଙ୍ଖଳ ରାଜାକୁ ଓ ତା'ର ବଂଶଜମାନଙ୍କୁ ସେତିକି ବର୍ଷ କୁମ୍ଭୀପାକ ନରକରେ ଦୁଃଖ ଭୋଗିବାକୁ ପଡ଼େ। ଯେଉଁ ଲୋକ ବ୍ରାହ୍ମଣମାନଙ୍କୁ ନିଜେ ଦେଇଥିବା ବା ଅନ୍ୟମାନେ ଦେଇଥିବା ବୃତ୍ତି ବା ଜୀବିକା ଛଡ଼ାଇ ନିଅନ୍ତି, ସେମାନେ 60,000 ବର୍ଷ ପର୍ଯ୍ୟନ୍ତ ବିଷ୍ଠାର କୀଟ ହୋଇ ରୁହନ୍ତି। ତେଣୁ ମୁଁ ଏତିକି ଚାହେଁ ଯେ ଆମ ରାଜକୋଷକୁ ଭୁଲରେ ମଧ୍ୟ କେବେ ବି ବ୍ରାହ୍ମଣମାନଙ୍କ ଧନ ନ ଆସୁ। କାରଣ ଯେଉଁ ଲୋକ ବ୍ରାହ୍ମଣମାନଙ୍କ ଧନ ଛଡ଼ାଇ ଆଣିବା କଥା ଦୂରେ ଥାଉ, ତାହା ପାଇବାର ଲାଳସା ମଧ୍ୟ ରଖନ୍ତି, ସେମାନେ ଇହ ଜନ୍ମରେ ଅଳ୍ପାୟୁ, ଶତ୍ରୁମାନଙ୍କ ଦ୍ୱାରା ପରାଜିତ ତଥା ରାଜ୍ୟଭ୍ରଷ୍ଟ ହୋଇଯାଆନ୍ତି ଏବଂ ମୃତ୍ୟୁ ପରେ ମଧ୍ୟ ଅନ୍ୟମାନଙ୍କୁ ଦୁଃଖ କଷ୍ଟ ଦେଉଥିବା ସର୍ପ ଜନ୍ମ ହିଁ ପାଆନ୍ତି। ତେଣୁ ହେ ମୋର ଆତ୍ମୀୟଗଣ, ଯଦି ବ୍ରାହ୍ମଣ ଅପରାଧ କରନ୍ତି, ତେବେ ବି ତାଙ୍କୁ